ଅଲ୍ଟରେଟ୍ କଣ୍ଟେଣ୍ଟ କ'ଣ? ଯେତେବେଳେ ଭିଡିଓର ଏଡିଟ୍ ସେକ୍ସନକୁ ଯାଉଛନ୍ତି ସେତେବେଳେ ଅଲ୍ଟରେଟ୍ କଣ୍ଟେଣ୍ଟ ବୋଲିକି ଗୋଟିଏ ଅପସନ୍ ମିଳୁଥିବ। ସେ ଅପସନରେ ଯେତେବେଳେ କ୍ଲିକ୍ କରିଦେଉଛନ୍ତି ୟେସ୍ ଏବଂ ନୋ ବୋଲିକି ଦୁଇଟି ଅପସନ୍ ମିଳୁଛି। କେଉଁମାନେ ୟେସ୍ କରିବେ ଏବଂ କେଉଁମାନେ ନୋ କରିବେ। ୟେସ୍ ଏବଂ ନୋ ନ କଲେ କ'ଣ ଅସୁବିଧା ହେବ, ଯାହାକି ଆମେ ଏହି ଭିଡିଓରେ ଆଲୋଚନା କରିବାକୁ ଯାଉଛୁ। ଫୁଲ୍ ଡିଟେଲ ଭାବରେ ଆପଣମାନେ ଜାଣି ମଧ୍ୟ ପାରିବେ। ଅଲ୍ଟରେଟ୍ କଣ୍ଟେଣ୍ଟ ସମସ୍ତ ଭିଡିଓରେ କାହିଁକି ମିଳିଛି ଏବଂ ସମସ୍ତ କ୍ରିଏଟର ମାନଙ୍କୁ କାହିଁକି ମିଳିଛି ଏପର୍ଯ୍ୟନ୍ତ ବହୁତ ଗୁଡ଼ିଏ କ୍ରିଏଟର ମାନେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି। ମୁଁ ଅନେକ ଗୁଡ଼ିଏ କ୍ରିଏଟର ମାନଙ୍କ ପାଖକୁ ମୁଁ ଯାଇକି ମିଶିଛି ଏବଂ ତାଙ୍କ ଚ୍ୟାନେଲକୁ ମୁଁ ଚେକ୍ ମଧ୍ୟ କରିଛି। ହେଲେ କିନ୍ତୁ ମୁଁ ସେମାନଙ୍କୁ ପଚାରିଛି ଏହି ଅଲ୍ଟରେଟ୍ କଣ୍ଟେଣ୍ଟକୁ ଆପଣମାନେ ୟେସ୍ ବା ନୋ କାହିଁକି କରିନାହାନ୍ତି। ସେମାନେ କ'ଣ ଜବାବ ଦେଇଛନ୍ତି ଆପଣମାନଙ୍କୁ ମୁଁ କହୁଛି। ଏହି ଅପସନକୁ ୟେସ୍ ବା ନୋ କରିବା କିଛି ବି ଦରକାର ନାହିଁ, ସେମାନେ ଏମିତି କହୁଛନ୍ତି। ଅନେକ ଗୁଡ଼ିଏ କ୍ରିଏଟର ମାନେ ମୋତେ ଏହା ମଧ୍ୟ କହିଛନ୍ତି କି ଆମେ ଏ ବିଷୟରେ ମଧ୍ୟ ଜାଣି ନାହୁଁ, ସେମିତି ମଧ୍ୟ ମୋତେ କହିଛନ୍ତି। ସେମାନେ କାହିଁକି ନା କି କିଛି ବି ମଧ୍ୟ ଶିଖିବାକୁ ହିଁ ଚେଷ୍ଟା କରନ୍ତି ନାହିଁ, କି ନୂଆ ଅପଡେଟ୍ ଆସିଲେ ସେମାନେ ଭିଡିଓକୁ ହିଁ ଦେଖନ୍ତି ନାହିଁ। ସେଥିପାଇଁ ସେମାନେ ଜାଣିନାହାନ୍ତି କି କ'ଣ କ'ଣ ସବୁ ଅପସନ୍ ଗୁଡ଼ିକ ମିଳୁଛି ଏବଂ କ'ଣ କ'ଣ ସବୁ ଫିଚର ଗୁଡ଼ିକ ଏଡ୍ ହେଉଛି ଚ୍ୟାନେଲରେ ବା କ'ଣ ସବୁ ନୂଆ ନୂଆ ଅପଡେଟ୍ ଆସୁଛି ତାହା ମଧ୍ୟ ସେମାନେ ଜାଣିନାହାନ୍ତି। ଫ୍ରେଣ୍ଡସ୍, ଏହି ଭିଡିଓକୁ ଦେଖିକି ଅଲ୍ଟରେଟ୍ କଣ୍ଟେଣ୍ଟ ବିଷୟରେ ତ ଭଲ ଭାବରେ ଜାଣିବେ, ହେଲେ କିନ୍ତୁ ଆପଣମାନେ ସମସ୍ତ ୟୁଟ୍ୟୁବ ବିଷୟରେ ମଧ୍ୟ ଜାଣନ୍ତୁ ଏବଂ ଭଲ ଭାବରେ ଶିଖନ୍ତୁ ଏବଂ ଆପଣମାନେ ମଧ୍ୟ ୟୁଟ୍ୟୁବରୁ ପଇସା କମାନ୍ତୁ। ଆପଣମାନେ ଏହି ଅପସନ୍ ଗୁଡ଼ିକୁ ଯଦି ଇଗ୍ନୋର ଯଦି କରିବେ ତାହେଲେ ଆପଣମାନଙ୍କ ଚ୍ୟାନେଲରେ ବହୁତ ବଡ଼ ପ୍ରୋବ୍ଲେମ୍ କ୍ରିଏଟ୍ ହେଇଯିବ। ଚାଲନ୍ତୁ ବେଶୀ ଡେରି ନ କରି ଭିଡିଓଟିକୁ ଆରମ୍ଭ କରିବା। ଏହି ଅଲ୍ଟରେଟ୍ କଣ୍ଟେଣ୍ଟକୁ କେଉଁମାନେ ୟେସ୍ କରିବେ ଏବଂ କେଉଁମାନେ ନୋ କରିବେ, ଯାହାକି ଭଲ ଭାବରେ ଆମେ ଏହି ଭିଡିଓରେ ଜାଣିବା। ଚାଲନ୍ତୁ ଏବେ ଆମେ ଜାଣିବା। ଆପଣମାନେ ଏଆଇ ଦ୍ୱାରା ଯଦି ଭିଡିଓ ଯଦି ବନୁଛନ୍ତି ବା ଏଡିଟିଂ ଯଦି କରୁଛନ୍ତି ବା ଏଆଇ ଦ୍ୱାରା ଯଦି ଥମ୍ବନେଲ୍ ଯଦି ବନୁଛନ୍ତି ତାହେଲେ ୟେସ୍ କରନ୍ତୁ ଏବଂ ଆପଣମାନେ କିଛି ବି ଯଦି ଆଡେ ଯଦି କରୁନାହାନ୍ତି ଏଆଇକୁ ତାହେଲେ ଆପଣମାନେ ନୋ ହିଁ କରନ୍ତୁ। ଯେମିତିକି ଅନେକ ଗୁଡ଼ିଏ କ୍ରିଏଟର ମାନେ ଏଆଇ ଦ୍ୱାରା ଭିଡିଓ ବନାନ୍ତି, ଏଆଇ ଦ୍ୱାରା ଏଡିଟିଂ କରନ୍ତି, ଏଆଇ ଦ୍ୱାରା ଥମ୍ବନେଲ୍ ବନାନ୍ତି, ସେମାନେ ହିଁ ୟେସ୍ କରିବେ। ଆପଣମାନେ ୟେସ୍ ବା ନୋ ଯଦି ନ କରିବେ ତାହେଲେ କ'ଣ ପ୍ରୋବ୍ଲେମ୍ ହେବ ଆପଣମାନଙ୍କୁ ମୁଁ କହୁଛି। ଆପଣମାନଙ୍କ ଚ୍ୟାନେଲ ମଧ୍ୟ ଡିଲିଟ୍ ହେଇପାରେ। ଅଲ୍ଟରେଟ୍ କଣ୍ଟେଣ୍ଟକୁ ୟେସ୍ ବା ନୋ ଯଦି ନ କରନ୍ତି ଯେତେବେଳେ ୟୁଟ୍ୟୁବ ଧରିଦେବ ଆପଣମାନେ ୟେସ୍ ବା ନୋ ଯଦି କରିନାହାନ୍ତି ତାହେଲେ ଆପଣଙ୍କ ଚ୍ୟାନେଲଟିକୁ ଡିଲିଟ୍ ମଧ୍ୟ କରିପାରେ ବା ଟର୍ମିନେଟ୍ ମଧ୍ୟ କରିଦେଇପାରେ ବା ଆଉ କ'ଣ ପ୍ରୋବ୍ଲେମ୍ ମଧ୍ୟ କ୍ରିଏଟ୍ କରିଦେଇପାରେ। ସେଥିପାଇଁ ଆପଣମାନେ ଯଦି ଏଆଇ ଦ୍ୱାରା ଯଦି ବନେଇଛନ୍ତି କିଛି ଯଦି ଆଡେ ଯଦି କରିଛନ୍ତି ତାହେଲେ ଆପଣମାନେ ୟେସ୍ ହିଁ କରନ୍ତୁ। ଆପଣମାନେ ଡରନ୍ତୁ ନାହିଁ, କିଛି ମଧ୍ୟ ପ୍ରୋବ୍ଲେମ୍ ହେବ ନାହିଁ। ଆପଣମାନେ କେବଳ ୟେସ୍ କରନ୍ତୁ। ଆପଣମାନେ ଯଦି ଏଆଇ ଯଦି ଆଡ୍ ଯଦି କରିନାହାନ୍ତି ଭିଡିଓରେ ବା ଥମ୍ବନେଲରେ ତାହେଲେ ଆପଣମାନେ ନୋ ହିଁ କରନ୍ତୁ। ଆପଣମାନେ ଏହା ମଧ୍ୟ ଭାବୁଥିବେ କି ଆମେ ଏଆଇ ଦ୍ୱାରା ଭିଡିଓ ବନେଇଛୁ, ହେଲେ ଆମେ ଯଦି ନୋ ଯଦି କରିବୁ ତାହେଲେ ୟୁଟ୍ୟୁବ ଧରିପାରିବ ନାହିଁ, ଏହା ମଧ୍ୟ ଭାବୁଥିବେ। ଆପଣ ସେମିତି ଭୁଲ କରନ୍ତୁ ନାହିଁ, ନହେଲେ ଆପଣଙ୍କ ଚ୍ୟାନେଲରେ ବହୁତ ବଡ଼ ପ୍ରୋବ୍ଲେମ୍ କ୍ରିଏଟ୍ ହେଇଯିବ। ତାପରେ ଆପଣମାନେ ପସ୍ତଉଥିବେ। ଏହି ଅଲ୍ଟରେଟ୍ କଣ୍ଟେଣ୍ଟକୁ ୟେସ୍ ବା ନୋ ତ ଆପଣଙ୍କୁ କରିବାକୁ ହିଁ ପଡ଼ିବ। ଆପଣମାନେ ଏଆଇ ଦ୍ୱାରା ଭିଡିଓ ବନାନ୍ତୁ ବା ଏଆଇ ଆଡ୍ ମଧ୍ୟ ନ କରନ୍ତୁ, ଆପଣମାନଙ୍କୁ ୟେସ୍ ବା ନୋ ତ କରିବାକୁ ହିଁ ପଡ଼ିବ, ଯାହାକି ମୁଁ ଆପଣଙ୍କୁ ବତାଇଛି। ଏଆଇ ଦ୍ୱାରା ଯଦି ବନେଇଛନ୍ତି ତାହେଲେ ୟେସ୍ କରନ୍ତୁ ଏବଂ ଏଆଇ ଦ୍ୱାରା ଯଦି ବନେଇ ନାହାନ୍ତି ବା କିଛି ବି ଯଦି ଆଡ୍ ଯଦି କରିନାହାନ୍ତି ତାହେଲେ ନୋ ହିଁ କରନ୍ତୁ। ଆପଣଙ୍କୁ କିଛି ନା କିଛି କରିବାକୁ ହିଁ ପଡ଼ିବ, ୟେସ୍ ବା ନୋ କରିବାକୁ ହିଁ ପଡ଼ିବ। ଭିଡିଓଟି ଯଦି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ଆପଣଙ୍କ ସାଙ୍ଗମାନେ ମଧ୍ୟ ଦେଖିକି ଜାଣିପାରିବେ କି ଏହି ଅଲ୍ଟରେଟ୍ କଣ୍ଟେଣ୍ଟକୁ ଆମେ ୟେସ୍ କରିବା ନା ନୋ କରିବା। ଚାଲନ୍ତୁ ଫ୍ରେଣ୍ଡସ୍, ଆମେ ନେକ୍ସଟ ଭିଡିଓରେ ଦେଖା ହବା।